ଧର୍ମଯୋଦ୍ଧା ଗରୁଡ଼। ଏ ବିବାହ ଏଠାରେ ସମାପ୍ତ ହେବା ପୂର୍ବରୁ ଆମ ଯୋଜନା ବିଷୟରେ ଦେବତାମାନଙ୍କୁ ଆଭାସ ହେବା ପୂର୍ବରୁ ଆମକୁ ଏ ମନ୍ଥନ ସ୍ୱୟଂ ପୂରା କରିବାକୁ ହେବ। ହେଲେ କିପରି ସମ୍ଭବ ମହାରାଜ? ଯେବେ ବାସୁକୀର ଗୋଟିଏ ପକ୍ଷରେ ସମସ୍ତ ଦେବତା ଥିଲେ ଆଉ ଅନ୍ୟ ପକ୍ଷରେ ଆମେ ସମସ୍ତ ଅସୁର ଆଉ ଦୁଇ ପକ୍ଷର ସମ୍ମିଳିତ ଶକ୍ତି ମିଶି ମଧ୍ୟ ମନ୍ଦିରାଚଳ ପର୍ବତର ମନ୍ଥନ କରିପାରି ନଥିଲେ। ଦେବତାମାନଙ୍କ ବିନା କେବଳ ଆମେ ଅସୁର ଏ ମନ୍ଥନ କିପରି କରିପାରିବା ମହାରାଜ? ଏ ଅସମ୍ଭବ। ଯଦି ସମସ୍ତଙ୍କୁ ଲାଗୁଛି ଏହା ଅସମ୍ଭବ, ତେବେ ଅସମ୍ଭବ ହେଇଯିବ। ତମେ ସମସ୍ତେ ଏପର୍ଯ୍ୟନ୍ତ ବିଷ୍ଣୁଙ୍କ ମାୟାକୁ ବୁଝିପାରିନ। ସେ ଜାଣି ଶୁଣି ମନ୍ଥନ କାର୍ଯ୍ୟକୁ ଅଧିକ କଠିନ କରି ପ୍ରସ୍ତୁତ କରିଛନ୍ତି, ଯାହାକି ତୁମ ସମସ୍ତଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗିବ। ତମେ ହତୋତ୍ସାହିତ ହେଇଯିବ। ସ୍ୱୟଂ ବିଚାର କର, ଯଦି ଏ ସତ୍ୟ ହେଇନଥାନ୍ତା ତେବେ ଅସମ୍ଭବ ଥିଲା ଯେ ଅଚଳ ବିରାଟ ମହାନ ପର୍ବତକୁ ତମେ ସମସ୍ତେ ମିଶିକି ଉଠେଇ ପାରିଲନି। ତାକୁ କେହି ଜଣେ ପକ୍ଷୀ ଉଠେଇ ଦେଲା। ଇଏ ତର୍କ ଉଚିତ ଗୁରୁଦେବ। ଏହାର ଅର୍ଥ ଏଇଆ ଯେ ବିଷ୍ଣୁ ଆରମ୍ଭରୁ ଆମ ସହିତ ଛଳନା କରି ଆସିଛି। ଧର୍ମଯୋଦ୍ଧା ଗରୁଡ଼।